श्री गणेशाय नमः। नारायणं नमस्तोऽस्तं नरं चैव नरोत्तमं देवी सरस्वती व्यासं ततो जयमुदीरये। मूकं करोति वाचालं पङ्गुं लङ्घयति गिरिं यत्कृपातमहं वन्दे परमानन्द माधवम्। भागवत महापुराण द्वितीय स्कंद द्वितीय अध्याय। प्रत्येक दिन संध्या 6टारे भागवत श्रवण करंतु। गोविंद 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 पदुगाळुची मकरंद से मकरंद पान करी हेळे तरिले ब्रजनारी से ब्रजनारीଙ୍କ पୟରେ मन मोरहु निरन्तरे मन मो निरन्तरे थाउ हा कृष्ण बोली जीव जाऊ हा कृष्ण बोली जाऊ जीव मोते उधर वासुदेव। श्री शुक उवाच ए जेते कहिली मु तोते ईश्वर शरीर समेते ए स्थूल देह मने धरी सुबुद्धि बळे यत्न करी से हरि अंतर बाहारे अन्य के अछि ए संसारे से सर्वबुद्धि अनुभूत स्वप्न जाग्रत मध्यस्थित सत्य आनंद जल निधि भक्त जनक सर्वसिद्धि जाहार तमु ए जगत आत्मार संगे उदेहस्त एहि प्रकारे पूर्व काले से आत्मा जोनि ए शयले आत्मा स्मरण बुद्धि बळे सर्जिला ए विश्वमंडले आत्मा को पाळी पुणी हरे बोईत जेने बणी जारे शब्दमय ब्रह्मपथ जे मार्गे जीव आत जात पड़ी भ्रमई अध ऊर्ध्वे किछि न लभे लाभ पदे वासनामय माया जाने न बुझी निरते भ्रमणे ताहार मध्य से सुबुद्धि जाने बेपार सदबुद्धि विचार करे माया पथे मुहि भ्रमई किस अर्थे श्रमल भई आत जाते लाभ न मिले मोर हस्ते एणु ए पथ श्रम तेजी जे प्राणे आत्मा लाभ भोजी प्रत्याशा दूरे परिहरे आत्मा रे आत्मा बोध करे अल्प सुखे आत्मा तो से
ବର୍ତ୍ତଇ ଦିନ ଉପବାସେ ଥାଉ ଏ ବସୁନ୍ଧରୀ ଅଙ୍କ କି ସୁଖ ସୁବର୍ଣ୍ଣ ପଲଙ୍କ ସମର୍ଥ ଭୁଜ ଥାଉ ବାମେ କି ପ୍ରୟୋଜନ ଉପାଧାନେ ଯେବେ ବା ଅଛଟି ଅଞ୍ଜଳି କି ପ୍ରୟୋଜନ ପାକସ୍ଥଳୀ ଦିଗବଳକଳ ଯେତେ ଥିବ ପଟବସ୍ତରେ କି ସହେବ ବୃକ୍ଷର ଯେଉଁ ଫଳମାନ ସେକି ନୁହନ୍ତି ଭିକ୍ଷାଅର୍ଣ୍ଣ ନଦୀ ସବୁ କି ଶୁଖି ଅଛି ଗିରି ଗୁହା କି ରୁନ୍ଧି ଅଛି ହରି କି ନରଖେ ଭକତ ଧନ ଲାଭରେ କିମ୍ବା ଚିତ ଏମନ୍ତ ଭାବେ କୃଷ୍ଣ ପାଦେ ଯେ ପ୍ରାଣୀ ଭଜନ୍ତି ଆନନ୍ଦେ ସେ କିମ୍ବା ଧନ ଗର୍ବି ଲୋକେ କ୍ଷଣେ ଭଜିବେ ଆତ୍ମା ସୁଖେ ଏ ପ୍ରକାରେ ଆତ୍ମାର ଚିତେ ସିଧି ଲଭନ୍ତି ଅନୁଭୂତେ ସେ ପ୍ରାଣୀ ହୁଏ କୃତ୍ୟ କୃତ୍ୟ ତାହାଙ୍କୁ ପ୍ରସନ୍ନ ଅନନ୍ତ ଏଣୁ ନିରତେ ଆତ୍ମଯୋଗେ ଭଜିବ କୃଷ୍ଣ ପାଦ ଯୁଗେ ମୁଁ ଯେତେ କହିଲି ବିଶ୍ୱାସେ ଏଣୁ ସଂସାର ହେତୁ ନାଶେ ଏ ଭାବ ଅନାଦିର କରି ସଂସାର ଚିନ୍ତା ଚିତେ ଭରି ପଶୁମାନଙ୍କର ଏ ଗତି ମାୟା ସଂସାରେ ଯେ ଭ୍ରମନ୍ତି ଦେଖ ସଂସାରେ ପ୍ରାଣୀ ଯେତେ ଯନ୍ତ୍ରିତ କର୍ମର ଆୟତେ ବୈତରଣୀ ନାମେ ନଦୀ ଯାତନା ମଧ୍ୟେ ସେ ପ୍ରସିଦ୍ଧି ତହିଁ ପଡ଼ଇ ଦେଖୁ ଦେଖୁ ତାଙ୍କ ଜୀବନ କିବା ରଖୁ ଅର୍ଜିଲା କର୍ମ ଫଳ ଲଭି ଅଶେଷ ଦେହେ ତାହା ସେବି ଏବେ ହୋ ଶୁଣ ନୃପମଣି ତେଣୁ ସଂସାରେ ତରେ ପ୍ରାଣୀ ସେ ଅବାଏ ନର ଶରୀରେ ଧାରଣା ଯୋଗ ନିର୍ବିକାରେ ସନ୍ଦେହ ହୃଦୟ ପ୍ରକାଶେ ସେ ହରି ଘୋର ତମନାଶେ ପ୍ରଦେଶ ମାତ୍ର ରୂପ ଧରି ବିଜୟ ପ୍ରଭୁ ନରହରି ସୂକ୍ଷ୍ମ ସ୍ୱରୂପ ରୂପ ତାର ଶୁଣ ସାନନ୍ଦେ କୁରୁ ବୀର ଶ୍ୟାମ ସୁନ୍ଦର ଭୁଜ ଚାରି ଶଙ୍ଖ କମଳ ଚକ୍ରଧାରୀ ଧାରଣ ଯୋଗେ ଚିନ୍ତି ନିଶ୍ଚଳ ନୟନେ ଦେଖନ୍ତି ପ୍ରସନ୍ନ ଶ୍ରୀମୁଖମଣ୍ଡଳ ଲୋଚନ ପୁଣ୍ଡରୀକ ଦଳ କଦମ୍ବ କିଞ୍ଚଳକ ସୁରଙ୍ଗ ପୀତବସନେ सोहे रंग अमूल्य
ମୂଲ୍ୟହାର ବକ୍ଷସ୍ଥଳେ ରତ୍ନକେୟୁର ବାହୁମୂଳେ ସୁବର୍ଣ୍ଣ କିରୀଟ କୁଣ୍ଡଳ ସୁନ୍ଦର ହଳକା କପୋଳ ହୃଦୟ ପଦ୍ମ ମଧ୍ୟ ସ୍ମରି ଏ ରୂପ ଚିନ୍ତେ ବ୍ରହ୍ମଚାରୀ ଶିବସ୍ତ୍ର କୌସ୍ତୁଭମଣି ସୁବର୍ଣ୍ଣ ସୂତ୍ରେ ସୁଖଞ୍ଜଣି ଆଜନୁ ଲମ୍ବେ ବନମାଳ କନ୍ଧୁବେଷ୍ଟିତ ବକ୍ଷସ୍ଥଳ ରଥି ମେଖଳା କଟି ମାଝେ ଅଙ୍ଗୁଳେ ମୁଦ୍ରିକା ବିରାଜେ ଅଙ୍ଗଦନୁରୂପ କଙ୍କଣ ବିବିଧେ ଅଙ୍ଗ ଆଭରଣ କମଳ ପୁଷ୍ପ ଶିରେ ଶୋହେ ନୀଳକୁନ୍ତଳ ଜନମୋହେ ସୁନ୍ଦର ହସିତ ବଦନ ଅଞ୍ଜନେ ବିରାଜେ ନୟନ ଭୁଭଙ୍ଗ ଅନୁଗ୍ରହ ମୁଖ ଭୁକୁଟି କୁଟିଳ ସୁରେଖ ଏମନ୍ତେ ଈଶ୍ୱରର ଦେହେ ଚିତେ ଚିନ୍ତିବ ମାୟା ମୋହେ ଯାଦବ ଧାରଣାର ବଳେ ମନନ ରହେ ସୁନିଶ୍ଚଳେ ଏମନ୍ତ ଏକ ଏକ ଅଙ୍ଗେ ନିତ୍ୟ ଭାବିବ ବୁଦ୍ଧି ଯୋଗେ ହାସବଦନୁ ପାଦ ଯାଏ ଭାବିବ ବିଷ୍ଣୁ ସ୍ଥୂଳ ଦେହେ ସ୍ଥାନକୁ ସ୍ଥାନ ଧ୍ୟାନ କରି ଭିତରେ ପଶିବ ପ୍ରସାରୀ ଯାଦବ ବୁଦ୍ଧି ନିଜ ଦେହେ ନ ଦେଖି ତତର ଉଦୟେ ତାବତ ସ୍ଥୂଳ ରୂପ ଚିନ୍ତି ଚିତେ ସ୍ମରିବ ନୀତି ନୀତି ସୁଖେ ବସିବ ସ୍ଥିର ସ୍ତନେ ସ୍ଥୂଳ ଶରୀର ଯୋଗା ଧ୍ୟାନେ ଏମନ୍ତେ କରିବ ଧାରଣ ଯାଦବ ନ ଘଟେ ମରଣ ପବିତ୍ର ପୂର୍ଣ୍ଣ ତୀର୍ଥ କାଳେ ମନନ କରିବ ଚଞ୍ଚଳେ ଯୋଗ ଧାରଣେ ପଞ୍ଚ ପ୍ରାଣ ସାଧିବ ସମାଧି ଧାରଣ ଆସନ ପ୍ରତ୍ୟାହାର ବଳେ ମନକୁ ସ୍ଥାପିବ ନିଶ୍ଚଳେ ମନ ସହିତେ ଇନ୍ଦ୍ରିୟଗଣ ନିର୍ମଳ ବୁଦ୍ଧିରେ ସଂଯମ ସେ ବୁଦ୍ଧ କ୍ଷେତ୍ରଜ୍ଞ ପ୍ରମାଣୀ ଆତ୍ମାରେ କ୍ଷେତ୍ର ଜ୍ଞାନ ଜାଣି ଆତ୍ମାରେ ଆତ୍ମାକୁ ନିରୋଧୀ ଏମନ୍ତ ଯେ ଜନ ସୁବୁଦ୍ଧି ଆତ୍ମାର ଲାଭ ଲଭେ ଭେଳେ କର୍ମ ଛାଡ଼ିବୁ ଯେତେବେଳେ ଏଭାବେ ଜୀବର ନିସ୍ତାର କାଳର ନାହିଁ ଅଧିକାର ଦେବେ ନୁହନ୍ତି ଜହିଁଶ୍ର ତ୍ରିଗୁଣେ ନୁହନ୍ତି ପ୍ରବେଶ ଇନ୍ଦ୍ରିୟ ଗଣେ আগচর জহি মহত ততবর এঘেনি বৈষ্ণবর ধাম পরম পদ তার নাম কেবে ন পাতি যাহা চিন্তি ন জাণু কহନ୍ତି দুরাত্মা ভাব পরিহরি শুদ্ধ
ସୁଦୃଢ଼ ଭାବ ଚିତେ ଧରି ପରମ ପଦେ କରି ସ୍ଥାନ ତେବେ ସାଧିବ ଦୃଢ଼ ମନ ବିଶ୍ୱକୁ ବ୍ରହ୍ମମୟ ଭାବି ପାରିଲେ ହେବ ସର୍ବସିଦ୍ଧି ବାମ ଚରଣ ପଛଭର ତେଣେ ନିରୋଧୀ ମୂଳାଧାର ମୂଳ ପବନ ଊର୍ଦ୍ଧ୍ୱେ ତୋଳି ନାଭି ପବନ ସଙ୍ଗେ ମିଳି ବେନି ପବନ ତୋଳି ବଳେ ସ୍ଥାପିବ ହୃଦୟ କମଳେ ତହୁଁ ତୋଳିବ ତିନି ପ୍ରାଣ କଣ୍ଠେ ଯେ ବସଇ ଉଦାନ ବ୍ୟାନ ପବନ ତାର ତୁଲେ ଧରି ସ୍ଥାପିବ ତାଳୁ ମୂଳେ ତହୁଁ କୁମ୍ଭକ ସାଧି କରି ପ୍ରାଣକୁ ଭୂମଣ୍ଡଳେ ଧରି ନିରୋଧେ କରି ସ୍ୱାହାଦ୍ୱାର ସ୍ମରଣ କରିବ ଓଁକାର ନିୟତ ଥାଇ ଯୋଗବନ୍ଧେ ତେବେ ସ୍ଥାପିବ ବ୍ରହ୍ମରନ୍ଧ୍ରେ ନିଶ୍ଚଳ ଯୋଗେ ଦୃଢ଼େ ସାଧି ତକ୍ଷଣେ ବ୍ରହ୍ମରନ୍ଧ୍ରେ ଭେଦି ପରମ ପଦେ ତାର ଗତି ବ୍ରାହ୍ମଣ ବ୍ରହ୍ମଲୋକେ ସ୍ଥିତି ଗୁଣ ସମୂହ ଅଷ୍ଟନିଧି ଯେଣୁ ବାଂଛଇ ମନ ସିଧି ମନ ଇନ୍ଦ୍ରିୟ ଗଣ ମେଳେ ତକ୍ଷଣେ ବ୍ରହ୍ମଲୋକ ମିଳେ ଯୋଗେଶ୍ୱରଙ୍କର ଏ ଗତି ପରମ ପୁରୁଷେ ବୋଲନ୍ତି ଏମନ୍ତେ ତିନି ଲୋକ ଜିଣି ଶୁଣ କହିବା ପରିମାଣି ଯେ କର୍ମ ସାଧେ କର୍ମ କାଣ୍ଡେ ସେ କାହିଁ ଲଭେ ଊର୍ଦ୍ଧ୍ୱ ଦାଣ୍ଡେ କେବେ ଲଭିବ କର୍ମ ଭୋଗେ ସମାଧି ବିଦ୍ୟା ତପ ଯୋଗେ ସୁଷମା ରନ୍ଧେ ବ୍ରହ୍ମ ପଥେ ଜ୍ୟୋତି ପ୍ରକାଶେ ଊର୍ଦ୍ଧ୍ୱ ଗତେ ବିଧୌତ କଳ୍ପ ସଶରୀର ସେ ଚିତ୍ରେ ସ୍ଥିତି ସୁଷୁମାର ଯେ ସୁଷୁମାର ଚକ୍ରସାର ଯେ ଚକ୍ର ତଳେ ଧ୍ରୁବପୁର ବିଶ୍ୱର ନାଭି ସେ ବୋলাই ଆତ୍ମା ସ୍ୱରୂପେ ତହୁଁ ଯାଇ ପ୍ରବେଶ ପରମ ପୁରୁଷେ ପ୍ରବେଶ ପରମ ସ୍ୱରୂପେ ବ୍ରହ୍ମ ନିବାଣ ମହଲୋକେ ଅଳ୍ପ ଆୟୁଷ ସିଦ୍ଧ ଗଣେ ଯଧି ରହନ୍ତି ଅନୁକ୍ଷଣେ ସେ ପୁଣି କଳ୍ପ କ୍ଷୟ କାଳେ ଅନନ୍ତ ନିଶ୍ୱାସେ ଅନଳେ ସିଦ୍ଧେଶ୍ୱରଙ୍କ ସ୍ଥାନେ ପଶେ ବେଦ ଯା ବ୍ରହ୍ମ ଲୋକେ ଘୋଷେ ସଂସାର କର୍ତ୍ତା ଯେ ବୋଲନ୍ତି ସେ ବ୍ରହ୍ମା ବ୍ରହ୍ମ ଲୋକେ ସ୍ଥିତି ସେ ପୁରେ ନାହିଁ ଦୁଃଖ ଶୋକ ଜରା ମରଣ ଉଦବେଗ ଚିତ୍ତ ଅନର୍ଥ ହେତୁ କାହିଁ ଜନ୍ମ ମରଣ ଭୟ ନାହିଁ କେତେ କାଳ ସେ ଭୁବନେ ରହି ଚିତ୍ତହି ଅବଧାନେ ପୃଥିବୀ ରୂପେ ଲିଙ୍ଗ ଦେହେ ସେ ପୁଣି ବିହରେ ନିର୍ଭୟେ ପୃଥିବୀ ରୂପେ ଜଳେ ଯାଇ ସେ ଇଷ୍ଟ ଭୋଗ ତା ବୁଝଇ ଅନଳ ସମତହୁଁ ସ୍ଥିତି
জ্যোতি স্বরূপ প্রাণ চিন্তি পবনে করই সঞ্চার ধরই পবন শরীর সে বায়ু কালে নভে রূপে সে জীবলিঙ্গ রূপ হরে গন্ধ কল্পই ঘ্রাণ মাত্রে রসকু রসনা সঙ্গতে দুষ্টিরে রূপକୁ ସଂହାରି ତୋକକୁ ସ୍ପର୍ଶରେ ସେ ହରି ଶବଦ ଗୁଣେ କର୍ଣ୍ଣ ଭାରି ଏ ରୂପେ ପ୍ରାଣେ ସୂକ୍ଷ୍ମ ଧରି ବୁଦ୍ଧି ଇନ୍ଦ୍ରିୟ ଭାବ ଏଣେ ଏ ପଞ୍ଚ ମାତ୍ରା ପରମାଣେ ଏ ଅହଙ୍କାର ଭଗବାନ ବୁଦ୍ଧି ଇନ୍ଦ୍ରିୟ ବିଦ୍ୟମାନ ପଞ୍ଚ ବିକାରେ ପଞ୍ଚଦେବା ମନସ ମତେ କରି ସେବା ଏ ପଞ୍ଚ ଦେବତା ସହିତେ ସୂକ୍ଷ୍ମ ସ୍ୱରୂପେ ମହତତେ ସେ ତତ୍ତ୍ୱ ଗୁଣର ସଂସ୍ଥାନ ପ୍ରଧାନେ ଦେହେ ହୁଏ ଲୀନ ନିତ୍ୟ ନିର୍ଗୁଣ ସେ ନିରୋଧେ ଦଶ ଇନ୍ଦ୍ରିୟ ଆତ୍ମା ସାଧେ ଆତ୍ମା ନିରୋଧେ ଆତ୍ମା ଜ୍ଞାନେ ପ୍ରବେଶ କଲେ ଅଜ୍ଞମାନେ ଆନନ୍ଦ ଜ୍ଞାନ ରସ ବୋଜେ ଶାନ୍ତି ଭଜଇ ସେ ନିଶ୍ଚଳେ ଏମନ୍ତେ ଧାରଣାନୁଭାବ ନିଶ୍ଚଳ୍ପ ସଇ ବାସୁଦେବ ଅନ୍ତେ ଲଭଇ ଯେତେ ଗତି ତାହାକୁ କହି ଭଗବତୀ ଯହିଁ ପଶିଲେ ଆତ୍ମା ମନ ନ ଲଭେ ପୁନରାଗମନ ପୁଣଃନୂପ ପରୀକ୍ଷିତ ଯେଣୁ ପୁଛିଲୁ ଭାଗବତ ମୋକ୍ଷର ମାର୍ଗ ମୁଁ କହିଲି ତୁମନୁ ସଂଶୟ ଛେଦିଲି ତେଣୁ କହିଲି ଶ୍ରୁତି ଯୋଗେ ତୋର ସମୀପେ ଅନୁରାଗେ ଦଇବେ କାଳ ଅବସାନ ଏଣେ କହିବା ବିଦ୍ୟା ଜ୍ଞାନ ବ୍ରହ୍ମାର ତପେ ହୋଇ ଦୋଷ ବିଷ୍ଣୁ ଦେଲେ ଉପଦେଶ ସେ ପଦ କହିଲି ମୁଁ ତୋତେ ଏବେ ତୁ ଶୁଣ ଏକ ଚିତେ ସଂସାରେ ସଞ୍ଚରନ୍ତି ଯେତେ ସେ କାହିଁ ଯିବେ ବିଷ୍ଣୁ ପଥେ ସେ କଥା ଶୁଣ ପ୍ରିୟ ଭାବେ ସେ ଭକ୍ତି ଲଭେ ବାସୁଦେବେ ବ୍ରହ୍ମାର ତପ କଷ୍ଟେ ହରି ଯାହା କହିଲେ ଦୟା କରି ସେ ସର୍ବ ବ୍ରହ୍ମ ବେଦ ସାର ସକଳ ବୁଝି ତିନିବାର ସେ ହରି ସର୍ବଭୂତ ମଧ୍ୟେ ନିତ୍ୟ ବିହରେ ଆତ୍ମା ପଦେ ସେ ଭକ୍ତି ଜୀବ ସୁଖ ପଥ ଏଭାବେ ହେଲେ ଆତ୍ମାରତ ବୁଦ୍ଧି ଲକ୍ଷଣ ଅନୁମାନେ ନିଶ୍ଚଳ ଯୋଗୀ ଯୋଗ ଧ୍ୟାନେ କେ ଅବା କରିବ ଗୋଚର ଜଗତ ବାହ୍ୟ ଅଭ୍ୟନ୍ତର ଏ ଘେନି ସର୍ବ ଆତ୍ମା ଭାବେ ସର୍ବଦା କାଳେ କଠାବେ ହରିକୁ କର୍ଣ୍ଣ ପଥେ ଶୁଣି ମୁଖେ ନିରତେ ନାମ ଭଣି ସେ ହରି କଥା ମୃତରସ ଯେ କରେ କର୍ଣ୍ଣ ପଥେ ଗ୍ରାସ ବିଷୟ ବିଷ ନାଶି ଚିତେ ପବିତ୍ର କରେ ଅନ୍ତର୍ଗତ ଗୋବିନ୍ଦ ଚରଣ କମଳେ ପଶଇ ଭକ୍ତ ଯୋଗ ବଳେ ଏ ଭାଗବତ ରସ ଚିତେ
সুজনে প্রিয় কর্ণপথে বিষয় রস যাউ নাশ কহই জগন্নাথ দাস। ইতি শ্রীমদ্ভগবতে মহাপুরাণে পরমহংস্যাং संहितायां वैयासिकायां त्रयोदश स्कन्धे शुक परीक्षित संवादे योगस्तुतिद्वयं वर्णने नाम द्वितीयोऽध्याय। ओम नमो भगवते वासुदेवाय।